ବସିଛି। ଆଉ କଣ ପୁଅ ବାହାଘର ସଇଲା, ବୋହୂ ଆଣିଲ? ହଁ ଆଜି ବୋହୂ। ଆଜ୍ଞା ମା ଜାଣି ତ ଆଜ୍ଞା। ଗୀତା ଶ୍ଲୋକ କଣ ବଢିଆ ତ ପଢୁଛ ଆଉ। ମା ନେ ଚା ଆସିଗଲା। ଆଲୋ ମା ତତେ କୁଣିଆ ଚର୍ଚ୍ଚା କରି ଜଣାନି? ଜାଣିନୁ କି କୁଣିଆ ଲୋକଙ୍କୁ କପରେ ଚା ଦିଅନ୍ତି, ଆଉ ବାହାର ଯୋଉ ଘର ଲୋକଙ୍କୁ ଏଇ ଯୋଉ ଷ୍ଟିଲରେ ଚା ଦିଅନ୍ତି, ଜାଣିଥା। ଆଉ ତମେ କୋଉ ବାହାର ଲୋକ କି? ଖାଲି ସବୁ ଘରେ ଯାଇକିନା ଚୁଗୁଲି କରି କରି ଆସିକିନା ଆମ ଘରେ ବସିଛନ୍ତି ଏବେ ଚୁଗୁଲି କରିବା। ଚୁପ୍ କର, ଚୁପ୍ করে ମୁଣ୍ଡିଆ ମାର। କିଏ ମୁଣ୍ଡିଆ ମାରିବା? ଖାଲି ଘରେ ଘରେ ଆସିକିନା ଖାଲି ଚୁଗୁଲି ପକେଇକିନା ଲଢେଇ କରିକିନା ପଳେଇବେ। ମୁଁ ତ ଘରେ କେବେ ଚୁଗୁଲି କଲି ନାହିଁ, କେବେ ଚୁଗୁଲି କଲି? ବେକାରିଆ କଥା କୁହନି, ମୁଁ ଯାଉଛି। ବେକାରିଆ କଥା ମାନେ ଆଉ ଅନ୍ୟ ଘରେ ଯାଇକିନା କଣ ଚୁଗୁଲି କରୁନ? ବୋହୂର ବୋହୂ ବଡ ଲୋକେ ସମାନ କଥା ଜାଣିନି? ନା ମୁଁ ଜାଣିନି। ଚୁପ୍ করে ମୁଣ୍ଡିଆ ମାର, ମୁଁ ମାରିବିନି। ବୋପା ଘର ତ ଏତିକ ଶିଖିନି, ଆଉ କେମିତି ଜାଣିବ? ତମେ ମୋ ବାପା ଘରକୁ ଯିବାକୁ କିଏ? ମୁଁ ତ ଦେଢ ଶାଶୁ, ଏତିକି ଜାଣି ରଖି କଥାବାର୍ତ୍ତା କର। ଏ ତମେ ଝଗଡା କର ନା। ବୋହୂ ତୁ ଉପଡା ଯା। ଚୁଗୁଲି କରୁଥିବ ଆମର ଦୋଷ। ବସରେ ସାବି। ହଁ ବା ତମେ ବସ, ମୁଁ ବସିବି। ଜାଣିଲ ଅପା, ଏମିତିଆ ବୋହୂ ଯୋଉ ସବୁ ଟାଉନରୁ ବୋହୂ ଆସନ୍ତି, ଏମିତିଆ ବୋହୂ ଜାଣିଲ, ଏମିତି ହିଁ ଚୁଗୁଲି ଲଗାନ୍ତି, ସବୁ କଥାରେ ସବୁ କରନ୍ତି। ହଁ ଜାଣିଲୁ, ଏମିତିଆ ହିଁ ବୋହୂ ହେଇଥାନ୍ତି। ହଁ ବା ଏତେ ମୁଁ ଏବେ ଦେଖିଲି ବା। ହଁ ତମେ ସିନା ବୋହୂ ଆଣିଲନି, ମୋର ସିଆଡେ କେତେ କାମ, ମୁଁ ଯାଉଛି ହେଲା। ହଁ ଯାଅ। ମୁଣ୍ଡିରେ ଚୁଗୁଲିଟା ଲଗେଇଦେଲି, ଏବେ ଖାଲି ଫର୍ମାଲିଟି ଛାସିବି। ଅପା, ଅପା। ଅପା ନାହାନ୍ତି। ବୋହୂ ତୁ ସେଦିନ କହିଲି ବୋଲି ଖରାପ ଭାବିଲୁ? ନାଇଁ। ଛୋଟ ମୋଟ କଥାରେ ଖରାପ ଭାବିଲୁ। ବସନ୍ତୁ। ଆଉ ତୋ ଶାଶୁ କହିଲେ କଣ, ସେ ବାରିଆଡେ ଯାଇକି ବୁଢୀ ମାନଙ୍କ ସହିତ ଗପୁଛି ତୋ ବିଷୟରେ। ମୋ ବୋହୂ ଏମିତି, ଶାଶୁ ଘରୁ ସେମିତି ଆଣିନଥିଲା। ହଉ ମୁଁ ଯାଉଛି ଏବେ ହେଲା, ମୋର ସେମିତି ହେଲା। ତାହେଲେ ସେ ବୁଢୀକୁ ଆସୁ ତାକୁ ପାନେ ଦେବି। ହଉ ମୁଁ ନାଁରେ ଚୁଗୁଲି କରୁଛି। ହଉ ମୁଁ ଯାଉଛି। ଏମିତି ବୋହୂ ତୁ କି ମୋ ଉପରେ ରାଗୁଛୁ? ଆଉ ରାଗିବନି କଣ, ହସିବି? ମୋ ଉପରେ ଯାଇକିନା ଚୁଗୁଲି କରୁଛ ଅଲଗା ବୁଢୀ ମାନଙ୍କୁ। କଣ ଦି ଶାଶୁ ବୋହୂ ଲାଗ, ମୁଁ ତ ଖାଲି ମଜା ଉଡେଇବି। ଦି ବିଲେଇର ଝଗଡା ଭିତରେ ତୃତୀୟ ବିଲେଇର ଫାଇଦା।